ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆସନ୍ତା ଶୁକ୍ରବାର ଦିନ ଆରମ୍ଭ ହେବାକୁ ଥିବା ଦୁଇଦିନିଆ ରାଜ୍ୟପାଳ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ପ୍ରଥମ ଥର ପାଇଁ ଏହି ସମ୍ମିଳନୀ ଆୟୋଜିତ ହେବ। ସମସ୍ତ ରାଜ୍ୟର ରାଜ୍ୟପାଳ ଏଥିରେ ଯୋଗଦେବେ ବୋଲି ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ସୂଚନା ମିଳିଛି। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରିମଣ୍ଡଳର କେତେକ ବରିଷ୍ଠ ସଦସ୍ୟ, ନୀତି ଆୟୋଗର ଉପାଧ୍ୟକ୍ଷ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କ୍ୟାବିନେଟ୍ ସଚିବାଳୟ ଆଦିର ବରିଷ୍ଠ ପଦାଧିକାରୀ ଯୋଗଦେବେ। ତିନୋଟିଯାକ ନୂତନ ଅପରାଧିକ ଆଇନ, ଉଚ୍ଚଶିକ୍ଷା କ୍ଷେତ୍ରକୁ ଅଧିକ ଉନ୍ନତ କରିବା ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ଉପରେ ଏହି ବୈଠକରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ସରକାର ବିତ୍ତୀୟ ନିଅଣ୍ଟକୁ ହ୍ରାସ କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆସନ୍ତା ଆର୍ଥିକ ବର୍ଷରେ ଏହାକୁ 4.5% ନିମ୍ନ ରଖିବା ପାଇଁ ପଦକ୍ଷେପ ନିଆଯାଇଛି। ଲୋକସଭାରେ ଗତକାଲି ବଜେଟ୍ ଆଲୋଚନାର ଉତ୍ତର ଦେଇ ସେ କହିଛନ୍ତି, କୋଭିଡ୍ ମହାମାରୀ ପରେ ଭାରତ ଅର୍ଥନୈତିକ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିଛି। ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଆର୍ଥିକ ପ୍ରଗତି ଦିଗରେ ଯୋଗଦାନ ପାଇଁ ଅର୍ଥମନ୍ତ୍ରୀ ଗତ 3 ବର୍ଷ ମଧ୍ୟରେ ମଧ୍ୟମବର୍ଗ, ଉଦ୍ୟୋଗୀ, କୃଷିଜୀବୀ, ଶ୍ରମଜୀବୀ ଏବଂ ବ୍ୟବସାୟୀ ଗୋଷ୍ଠୀଙ୍କ ସହଯୋଗ ପାଇଁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ବଜେଟ୍ରେ କୌଣସି କ୍ଷେତ୍ରକୁ ଉପେକ୍ଷା କରାଯାଇ ନାହିଁ। ପକ୍ଷପାତିତା ନେଇ ବିରୋଧୀଙ୍କ ଅଭିଯୋଗକୁ ଅର୍ଥମନ୍ତ୍ରୀ ଖଣ୍ଡନ କରିବା ସହ କହିଛନ୍ତି, ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ। ବଜେଟ୍ ଉପସ୍ଥାପନା ସମୟରେ ନାମ ଉଚ୍ଚାରଣ କରାଯାଇନଥିବା ରାଜ୍ୟଗୁଡ଼ିକ ସେମାନଙ୍କ ଅଧିକାର ଓ ରାଜସ୍ୱରୁ ବଞ୍ଚିତ ହେବେ ନାହିଁ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ବଜେଟ୍ରେ ଖର୍ଚ୍ଚ କାଟ ଅପେକ୍ଷା ଖର୍ଚ୍ଚ ବୃଦ୍ଧିକୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି। କୃଷି, ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ବିକାଶ, ସ୍ୱାସ୍ଥ୍ୟସେବା ଓ ସାମାଜିକ କଲ୍ୟାଣ କ୍ଷେତ୍ର ପାଇଁ ଅଧିକ ଅର୍ଥ ବରାଦ କରାଯାଇଛି ବୋଲି ସେ କହିଛନ୍ତି। ପ୍ରତ୍ୟେକ କ୍ଷେତ୍ରକୁ ଦୃଷ୍ଟିରେ ରଖି ବଜେଟ୍ ପ୍ରସ୍ତୁତ କରାଯାଇଛି। 2020-21ରେ ରହିଥିବା ଆର୍ଥିକ ନିଅଣ୍ଟ ବହୁ ପରିମାଣରେ ହ୍ରାସ ପାଇଛି ବୋଲି ସେ କହିଛନ୍ତି। ପିଏମ୍ କିଷାନ ଯୋଜନାରେ 11 କୋଟି କୃଷିଜୀବୀଙ୍କୁ 3 କୋଟି 20 ଲକ୍ଷରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଯୁବବର୍ଗଙ୍କ ଦକ୍ଷତା ବିକାଶ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ସରକାର ହାତକୁ ନେଇଛନ୍ତି ବୋଲି ସେ କହିଛନ୍ତି। କେରଳ ୱାଇନାଡ୍ ଜିଲ୍ଲା ଭୂସ୍ଖଳନ ମୃତ୍ୟୁ ସଂଖ୍ୟା 120ରେ ପହଞ୍ଚିଛି। ଆହତ ଲୋକଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଧ୍ୱଂସସ୍ତୂପ ତଳେ ଏବେ ବି ଲୋକ ପୋତି ହୋଇ ପଡ଼ିଥିବା ଆଶଙ୍କା କରାଯାଉଛି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ସେନାବାହିନୀକୁ ସାମିଲ କରାଯାଇଛି। ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରୁ 400ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା ପାଇଁ ଅସ୍ଥାୟୀ ପୋଲ ମଧ୍ୟ ନିର୍ମାଣ କରାଯାଇଛି। 45ଟି ରିଲିଫ୍ କ୍ୟାମ୍ପରେ 3069 ଜଣଙ୍କୁ ଆଶ୍ରୟ ଦିଆଯାଇଛି। ରାଜ୍ୟପାଳ ଆରିଫ୍ ମହମ୍ମଦ ଖାଁ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ୱାଇନାଡ୍ ଗସ୍ତରେ ଯିବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ୍ କହିଛନ୍ତି, ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଗତକାଲି ଏବଂ ଆଜି 2 ଦିନ ପାଇଁ ରାଜ୍ୟରେ ଶୋକ ପାଳନ କରାଯାଉଛି। ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ଅଛନ୍ତି। କେରଳର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ୱାଇନାଡ୍, ଥ୍ରିସୁର, କସରଗଡ଼, ପଥନମିଥିଟ୍ଟା, ମାଲାପୁରମ୍, କନ୍ନୁର, ଏର୍ଣ୍ଣାକୁଲମ୍, ଇଡୁକି, ପାଲାକଡ୍ ଏବଂ କୋଝିକୋଡ ଅଞ୍ଚଳରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ କହିଛି, କେରଳରେ ଆହୁରି ବର୍ଷା ହୋଇପାରେ। ବର୍ଷା ପରିମାଣକୁ ଦୃଷ୍ଟିରେ ରଖି ଆଜି ପାଇଁ 8ଟି ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଭିଏତନାମ ପ୍ରଧାନମନ୍ତ୍ରୀ ପାମ୍ ମିନ୍ ଚିନ୍ 3 ଦିନିଆ ଭାରତ ଗସ୍ତରେ ଆସି ଗତ ରାତିରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଆସିଛନ୍ତି। ସେମାନଙ୍କ ମଧ୍ୟରେ ଭିଏତନାମ ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବ୍ୟବସାୟୀ ଗୋଷ୍ଠୀ ସାମିଲ ଅଛନ୍ତି। ତାଙ୍କ ଗସ୍ତ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଘେରିଟା ପ୍ରଧାନମନ୍ତ୍ରୀ ଚୀନ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଭିଏତନାମ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ରାଜଘାଟଠାରେ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ସେ ଶ୍ରଦ୍ଧାସୁମନ ଅର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସେ ସାକ୍ଷାତ ଆଲୋଚନା କରିବେ। ଲେବାନନର ରାଜଧାନୀ ବେରୁଟ୍ ଉପରେ ଇସ୍ରାଏଲ୍ ବାୟୁସେନା ପକ୍ଷରୁ ଆକ୍ରମଣ କରାଯାଇଛି। ଜଣେ ହିଜ୍ବୁଲ୍ଲା ବରିଷ୍ଠ କମାଣ୍ଡରଙ୍କୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ନିକଟରେ ଇସ୍ରାଏଲ୍ର ଗୋଲନ୍ହାଇଟ୍ ସ୍ଥିତ ଖେଳପଡ଼ିଆ ଉପରେ ରକେଟ୍ ଆକ୍ରମଣରେ ଏହି କମାଣ୍ଡରଙ୍କର ସମ୍ପୃକ୍ତି ଥିବାରୁ ଇସ୍ରାଏଲ୍ ପକ୍ଷରୁ ଏଭଳି ଆକ୍ରମଣ ହୋଇଛି। ଲେବାନନ ସ୍ୱାସ୍ଥ୍ୟମନ୍ତ୍ରୀ ଫିରାସ୍ ଆବିୟାଦ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହେବା ସହ 35 ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ 3 ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଅନ୍ୟପକ୍ଷରେ
ଇସ୍ରାଏଲ୍ର ଜଣେ ଅଧିକାରୀ କହିଛନ୍ତି ହିଜବୁଲ୍ଲା ବରିଷ୍ଠ କମାଣ୍ଡର ଫୁଆଦ ଶୁକ୍ରକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଥିଲା। ଗୋଲାନ ହାଇଟ୍ସଠାରେ ହୋଇଥିବା ରକେଟ୍ ଆକ୍ରମଣରେ ଇସ୍ରାଏଲ୍ ହିଜବୁଲ୍ଲାକୁ ଦାୟୀ କରିଛି, କିନ୍ତୁ ଏହି ଆକ୍ରମଣରେ ସମ୍ପୃକ୍ତି ନେଇ ହିଜବୁଲ୍ଲା ଅସ୍ୱୀକାର କରିଛି। ତେବେ ଲେବାନନର ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ବରିଷ୍ଠ କମାଣ୍ଡର ଶୁକ୍ର ଏହି ଆକ୍ରମଣରୁ ବର୍ତ୍ତି ଯାଇଛି। ସୂଚନାଯୋଗ୍ୟ, ରକେଟ୍ ଆକ୍ରମଣ ଦ୍ୱାରା ଇସ୍ରାଏଲ୍ର ଗୋଲାନ ହାଇଟ୍ସର ଏକ ପଡ଼ିଆରେ ଖେଳୁଥିବା 12 ଜଣଙ୍କର ମୃତ୍ୟୁ ହୋଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ନୂଆଦିଲ୍ଲୀଠାରେ ଜାତୀୟ ଆପ୍ରେଣ୍ଟିସିପ୍ ଏବଂ ତାଲିମ ଯୋଜନା 2.0 ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏଥିସହ ସିଧାସଳଖ ଅର୍ଥ ପ୍ରଦାନ ଯୋଜନା ଅଧୀନରେ 100 କୋଟି ଟଙ୍କାର ଷ୍ଟାଇପେଣ୍ଡ ଶିକ୍ଷାର୍ଥୀଙ୍କୁ ପ୍ରଦାନ କରିଛନ୍ତି। ସୂଚନା, ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ, ଅଟୋମୋବାଇଲ୍ ଆଦି କ୍ଷେତ୍ରରେ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ଯୁବବର୍ଗଙ୍କ ଦକ୍ଷତା ଓ ନିଯୁକ୍ତି ଉପରେ ସରକାରଙ୍କ ଗୁରୁତ୍ୱକୁ ପ୍ରତିଫଳନ କରୁଛି। ଏହି ପୋର୍ଟାଲ ଆପ୍ରେଣ୍ଟିସିପ୍ ସୁଯୋଗକୁ ଅଧିକ ବ୍ୟାପକ କରିବା ସହ ପ୍ରାର୍ଥୀ ଏବଂ ନିଯୁକ୍ତିଦାତାଙ୍କ ମଧ୍ୟରେ ଦୂରତ୍ୱକୁ ହ୍ରାସ କରିବ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି। ପୁରୁଷ ମିଳିତ ବର୍ଗ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର ଚିରାଗ ସେଠୀ ଏବଂ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡୀଙ୍କ ଯୋଡ଼ି ଗ୍ରୁପ୍ ସି'ର ଶୀର୍ଷସ୍ଥାନ ସହ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଗତକାଲିର ମ୍ୟାଚ୍ରେ ଇଣ୍ଡୋନେସିଆ ଯୋଡ଼ିଙ୍କୁ ସିଧାସଳଖ 21-13, 21-13 ସେଟ୍ରେ ପରାସ୍ତ କରି ଭାରତୀୟ ଯୋଡ଼ି ଏହି ସଫଳତା ପାଇଛନ୍ତି। ହକି ପ୍ରତିଯୋଗିତାରେ ଭାରତ ଆୟାରଲାଣ୍ଡକୁ 2-0 ଗୋଲ୍ରେ ପରାସ୍ତ କରିଛି। ଭାରତୀୟ କ୍ୟାପ୍ଟେନ୍ ହରମନପ୍ରୀତ ସିଂହ ପ୍ରଥମାର୍ଦ୍ଧରେ 2ଟି ଯାକ ଗୋଲ୍ ସ୍କୋର କରିଥିଲେ।